उपस्थित बंधुवर्ग आम सर्वदर्शी प्रेम ईश्वर साक्षात उपासक वृंद सहित युवक युवती को पवित्र विवाह बंधन में आबद्ध करने को एकत्र हो विवाह पवित्र समाज रे गौरवान्वित और आदरणीय विषय अटे। साधु पाउल वरकन्या सम्मिलन को श्रेष्ठ मंडल निगूढ़ सम्मिलन निदर्शन प्रकाश कर मनुष्यर पवित्र अवस्था प्रेममय ईश्वर स्वयं ए विधि स्थापन करते आमर प्रभु जीशु कृष्ण शिष्य मान सहित विवाह उत्सव में योगदान कर निजर उपस्थिति द्वारा ए पुण्यावस्था को सुशोभित और पवित्र कर एकत्र वास करती से विवाह विधि स्थापित हुई अछि। ए विवाह विधान पवित्र और गुरुतर दायित्वपूर्ण अतएव यह सर्वोत्त भाव निर्दोष और ईश्वर रूपे रक्षा करने आवश्यक। विवाह पवित्र अवस्था प्रवेश करने उद्देश्य युवक युवती वर्तमान स्थान उपस्थित होती अतएव एमानकर विधिमत विवाह देवारे विरुद्ध जेबे कहार कौन उपयुक्त पुणी न्यायसंगत कारण थाए तेबे से ताहा वर्तमान प्रकाश करतु नचेत यहाँ चिरकाल नीरव बंतु। ए पुआ झीर विवाह तार किसी आपत्ति अच्छे अभियोग धन्यवाद। सर्वशक्तिमान ईश्वर साक्षात मो तुम मान को पचारुअछि जे तुम्हें दुई जन विवाह बंधन में आबद्ध होगा विषय जदि कहीं कौन उपयुक्त और न्यायसंगत प्रतिबंधकर कारण थाए तेरे वर्तमान प्रकाश कर तुम किसी प्रतिबंधकर अच्छी झील सहित बाहर करने झील प्रतिज्ञा करुअछि जे श्रीमती सुसंगीता सहित परिणय सूत्र आबद्ध होगा विषय मो कौन प्रतिबंधकर कारण जाने नहीं मो सुसंगीता जोरे को जो सुसंगीता प्रतिज्ञा करुअछि जे श्रीमान सामुएल निमान को सहित परिणय सूत्र आबद्ध होगा विषय विशुद्ध और पवित्र प्रणय एहांक सहित वास बंधन रे ईश्वरंकर मंगल विधान अनुजाई दाम्पत्य प्रेम रे श्रीमान सामुएल निमा को निजर विवाहित स्वामी स्वरूप ग्रहण करिबो। हाँ करिबी पुणी प्रभुंक साक्षात रे सर्व विषय रे एहांक वशीभूता होई मृत्यु विच्छेद पर्यंत केवल एही स्वामी ठारे आसक्त रही विशुद्ध और पवित्र प्रणय रे एहांक सहित वास करिबो। हाँ करिबी वर्तमान किए हाथ धरे
ମୋର ଧ୍ୟାରି ସୁସଙ୍ଗୀତା କରଙ୍କୁ ତୁମ ହାତରେ ସମର୍ପଣ କରୁଅଛି। ପ୍ରାର୍ଥନା କରିବା। ଏହି ସମୟରେ ରାମଗିରି ମଣ୍ଡଳୀର ପାଳକ ମହାଶୟ ହାତ ରଖି ପ୍ରାର୍ଥନା କରନ୍ତୁ। ସ୍ୱର୍ଗସ୍ଥ ପିତା, ଏତେବେଳେ ତୁମର ସେ ଯୋଜନା ପୁଣି ସଂକଳ୍ପ ପାଇଁ ଅନ୍ତରସ୍ଥ ସହିତ ଆମେ ଧନ୍ୟବାଦ କରୁଛୁ। ଯାହା ଗୁପ୍ତ ଥିଲା ଆଜି ପ୍ରଭୁ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଛ, ସେଥିପାଇଁ ଧନ୍ୟବାଦ କରୁଛୁ। ପ୍ରଭୁ ବର୍ତ୍ତମାନ କନ୍ୟାଙ୍କର ଅଭିଭାବକ ପୁଅଙ୍କ ହସ୍ତରେ ସମର୍ପଣ କରିଛନ୍ତି। ସେମାନଙ୍କର ଯାତ୍ରା ସୁଖମୟ ହଉ, ଯୀଶୁମୟ ହଉ, ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍। ଧନ୍ୟବାଦ। ବର କହିବେ, ଏହି ସମବେତ ମଣ୍ଡଳୀର ସାକ୍ଷାତରେ ଏହି ସମବେତ ମଣ୍ଡଳୀର ସାକ୍ଷାତରେ ମୁଁ ମୁଁ ସାମୁଏଲ ନିମା ସାମୁଏଲ ନିମା ସର୍ବଶକ୍ତିମାନ ସର୍ବଶକ୍ତିମାନ ସର୍ବଦର୍ଶୀ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମକୁ ତୁମ୍ଭକୁ ଅର୍ଥାତ୍ ଅର୍ଥାତ୍ ସୁସଙ୍ଗୀତା କରଙ୍କୁ ସୁସଙ୍ଗୀତା କରଙ୍କୁ ମୋର ମୋର ବିବାହିତା ଭାର୍ଯ୍ୟା ରୂପେ ବିବାହିତା ଭାର୍ଯ୍ୟା ସ୍ୱରୂପେ ଆଜିଠାରୁ ସୁଖରେ ସୁଖରେ ବା ଦୁଃଖରେ ବା ଦୁଃଖରେ ସମ୍ପଦରେ ସମ୍ପଦରେ ବା ବିପଦରେ ବା ବିପଦରେ ସୁସ୍ଥତାରେ ସୁସ୍ଥତାରେ ବା ଅସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କର ପବିତ୍ର ବିଧାନ ଅନୁସାରେ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ମଣ୍ଡଳୀର ସାକ୍ଷାତରେ ମୁଁ ସୁସଙ୍ଗୀତା କର ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ୍ଭକୁ ଅର୍ଥାତ୍ ଶ୍ରୀମାନ ସାମୁଏଲ ନିମାଙ୍କୁ ମୋର ବିବାହିତ ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କର ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭକୁ ମୋର ବାକ୍ୟ ଦାନ କରୁଅଛି। ପ୍ରଭୁ ମୋହର ସହାୟ ହେଉନ୍ତୁ। ମୋହର ହୃଦୟ ତୁମ୍ଭର ହେଉ, ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ୍ଭମାନଙ୍କ ଉଭୟଙ୍କ ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। କହିବ ବାବୁ, ମୁଁ ତୁମକୁ ମୋର ପତ୍ନୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି।
ମୁଁ ତୁମକୁ ମୁଁ ତୁମକୁ ମୋର ମୋର ସ୍ୱାମୀ ସ୍ୱରୂପେ ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ଗ୍ରହଣ କରିଥିବାରୁ ଏହାର ଏହାର ନିଦର୍ଶନ ନିଦର୍ଶନ ଓ ସ୍ମୃତି ସ୍ୱରୂପେ ସୃଷ୍ଟି ସହିତ ଏ ମୁଦ୍ରିକା ମୁଦ୍ରିକା ପ୍ରଦାନ କରୁଅଛି। ପ୍ରଦାନ କରେ। ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ଭିନ୍ନ ନ କରୁ। ଶ୍ରୀମାନ ସାମୁଏଲ ଲିମା ଏବଂ ଶ୍ରୀମତୀ ସୁସଂଗୀତାଙ୍କ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେବା ନିମନ୍ତେ ଏହି ସଭା ସାକ୍ଷାତରେ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତ ହୋଇଅଛନ୍ତି। ପୁଣି ପରସ୍ପର ହସ୍ତ ଧରି ଓ ବିବାହ ଚିହ୍ନ ଦେଇ ଓ ତାହା ଗ୍ରହଣ କରି ନିଜ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୋ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ପୁଣି ରାଷ୍ଟ୍ରୀୟ ବିଧି ଅନୁସାରେ ଏମାନଙ୍କୁ ସର୍ବସମ୍ମୁଖରେ ସ୍ୱାମୀ ଓ ଭାର୍ଯ୍ୟା ବୋଲି ସ୍ୱୀକାର ଓ ପ୍ରକାଶ କରୁଅଛି। ପ୍ରଭୁ ଏ ଉଭୟଙ୍କୁ ସମସ୍ତ ଆଶୀର୍ବାଦ ଓ ଅନୁଗ୍ରହର ଆକର ପରମେଶ୍ୱର ତୁମର ମହାପବିତ୍ର ନାମର ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ। ତୁମର ପୂର୍ବ ନିରୂପିତ ଯୋଜନା ସଂକଳ୍ପ ଅନୁସାରେ ସାମୁଏଲ ସହିତ ସୁସଂଗୀତାର ବିବାହ କାର୍ଯ୍ୟ ସମ୍ପନ୍ନ ହେବାକୁ ଦେଇଛ। ତୁମର ଉପସ୍ଥିତିରେ ଉଭୟ ମଣ୍ଡଳୀର ସାକ୍ଷାତରେ ଏଥିପାଇଁ ଧନ୍ୟବାଦ। ଏମାନଙ୍କ ଉପରେ ତୁମର ସ୍ୱର୍ଗୀୟ ଆଶୀର୍ବାଦ ତୁମେ ଦିଅ। ଯେଉଁ ସବୁ ଆଶୀର୍ବାଦ ଏମାନଙ୍କ ଜୀବନରେ ଜଗତରେ ପାଇବା କଥା ଅଛି, ଧନ ଜୀବନ ସମ୍ମାନ ଦେଇ ଏମାନଙ୍କ ଜୀବନରେ ତୁମର ଆଶୀର୍ବାଦ ତୁମେ ଦିଅ। ଏମାନଙ୍କର ପାରିବାରିକ ଜୀବନକୁ ତୁମେ ସୁଖମୟ କର ପ୍ରଭୁ, ଆଶୀର୍ବାଦ ଯୁକ୍ତ କର ପ୍ରଭୁ। ଜୀବନରେ ଶାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ତୁମର ଉପସ୍ଥିତିକୁ ଏମାନେ ଗ୍ରହଣ କରିବେ, ଅନୁଭବ କରିବେ, ଏଥିପାଇଁ ତୁମେ ଦୟା କର। ଆଜି ଦିନଠାରୁ ଗୋଟେ ନୂତନ ପରିବାର ତୁମେ ଗଠନ କରିବାକୁ ଦେଲ। ଏ ନୂତନ ପରିବାର ପ୍ରଭୁ ତୁମେ ହୁଅ, କର୍ତ୍ତା ତୁମେ ହୁଅ, ମାଲିକ ତୁମେ ହୁଅ। ଏ ନୂତନ ପରିବାରକୁ ତୁମେ ନିୟନ୍ତ୍ରଣ କର ବୋଲି ପ୍ରାର୍ଥନା କରୁଛୁ। ପୁଅଙ୍କୁ ଝିଅଙ୍କୁ ବର କନ୍ୟାଙ୍କୁ ତୁମ ହାତେଷ୍ଟଙ୍କ ମହା ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ଶାନ୍ତି ଶକ୍ତି ଏବଂ ସହଭାଗିତା ଆମ୍ଭମାନଙ୍କ ପ୍ରତି ନବଦମ୍ପତି ପ୍ରତି ସଦା ସର୍ବଦା ସହବର୍ତ୍ତୀ ହେଉ। ଆମେ ମାଳା ଅଛି ପରା। ଯୋଜନା ଆମର ଧନ୍ୟବାଦ କରୁଛୁ, ଯେହେତୁ ତୁମରି ସଂକଳ୍ପ ଯୋଜନା ଅନୁଯାୟୀ ପ୍ରଭୁ ସ୍ୱାମୀ ଏବଂ ସ୍ତ୍ରୀ କରି ତୁମେ ଏମାନଙ୍କୁ ଗଠନ କରିଅଛ। ବର୍ତ୍ତମାନ ଏହି ଭାସ୍କର ମାଳା ସେମାନେ ପରସ୍ପରକୁ ପକେଇବେ। ତହିଁରେ ତୁମରି ଅନୁଗ୍ରହ ଆଶୀର୍ବାଦ ଦିଆଯାଇଥିବାର ଗୌରବ ତୁମରି ନିବେଦନ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରଥମ ଉଠେଇ ଦଉ ତାପରେ
वर्तमान बसुछे बसु
যদি কন্যা তরফରୁ କୌଣସି ଗୀତ ଅଛି କନ୍ୟା ତରଫରୁ ଯଦି କୌଣସି ଗୀତ ଅଛି ଆସି ବୋଲିବେ ଯଦି ନାହିଁ ତେବେ ବର୍ତ୍ତମାନ ଅଛି ଗୀତ ଆଉ ନାହିଁ କି ରାମଗିରି ଗୀତ ଭର୍ତ୍ତି ଅଛି ନମସ୍କାର 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 ଆମେ ଝିଅଙ୍କୁ ଏବଂ ପୁଅଙ୍କୁ ସାର୍ଟିଫିକେଟ୍ ଦେବା କିନ୍ତୁ ଏହି ସାର୍ଟିଫିକେଟ୍ ଝିଅଙ୍କ ପରିବାରରେ ରହିବ ଆଜି ଦିନଠାରୁ ଝିଅକୁ ସୁସଙ୍ଗୀତା କଲ୍ ନେଇକି ଯିମା ଏପଟେ ଦେଖନ୍ତୁ অঙ্কিতা লোকে ଜଣା ପଡୁଛି କାମ ଖାଲି ପିଲା ଏପଟେ ବାକି ରହିଲା ନା